ନିରାଶରେ ଅଛନ୍ତି, ଆପଣ ଭାଙ୍ଗି ପଡ଼ିଛନ୍ତି, ଆପଣ ଭାବୁଛନ୍ତି ମୁଁ ବୋଧେ ଏହି ସମସ୍ୟାରୁ ବାହାରି ପାରିବି ନାହିଁ। ମୋର ସମସ୍ୟା ସବୁଠାରୁ ବଡ଼ ଅଟେ। ପାରିବାରିକ ଚାପ, ମାନସିକ ଚାପ, ପିଲାମାନଙ୍କ ଚାପ, ଏସବୁ ପରିସ୍ଥିତିରେ ହେଲାବେଳେ ମୁଁ ଗଭୀର ଦୁଃଖରେ ଅଛି, ଗଭୀର ଆଉ ସମସ୍ୟାରେ ଅଛି। ମୁଁ ଆପଣମାନଙ୍କୁ ଜୁନସଙ୍କ ବିଷୟକୁ ନେଇଯିବା ପାଇଁ ଚାହେଁ। ଯେତେବେଳେ ସେ ମତ୍ସ୍ୟର ଉଦରରେ ରହି ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କଲେ, ପରମେଶ୍ୱର ମାଛକୁ ବି ଆଜ୍ଞା ଦେଉଛନ୍ତି। ମତ୍ସ୍ୟର ଉଦରରେ ରହିଲା ବେଳେ ନିରାଶ ଥିଲା, ଗଭୀର ଜଳ ମଧ୍ୟରେ ଅଛନ୍ତି, ଯାହା ମନୁଷ୍ୟ ଦୃଷ୍ଟିରେ ଅସମ୍ଭବ, ଅସାଧ୍ୟ, କିନ୍ତୁ ଈଶ୍ୱରଙ୍କ ଦୃଷ୍ଟିରେ ସବୁକିଛି ସମ୍ଭବ। ଯଦି ଆପଣ ସେହିପରି ସୋରଫୁଲ କଣ୍ଡିସନରେ ଅଛନ୍ତି, ଆପଣ ଭାବୁଛନ୍ତି କିଏ ଅଛନ୍ତି କି ଆମମାନଙ୍କୁ ସାହାଯ୍ୟ କରିବା ପାଇଁ, କେହି ଆମକୁ ଉଦ୍ଧାର କରିପାରିବେ କି, ଏ ଡିପ୍ ସ୍ୱର ମଧ୍ୟରୁ କେହି ଆମମାନଙ୍କୁ ବାହାର କରିପାରିବେ କି, ମୁଁ ଆପଣମାନଙ୍କୁ ଜୁନସଙ୍କ ଈଶ୍ୱରଙ୍କ ନିକଟକୁ ନେଇଯିବା ପାଇଁ ଚାହେଁ, ଯାହାଙ୍କ ନିକଟରେ ଯଦି ଆପଣ ପ୍ରାର୍ଥନା କରିବେ, ଯେଉଁ ଜାଗାରେ ଆପଣ ଫସିଛନ୍ତି ତାଙ୍କର ଆତ୍ମିକ ଚକ୍ଷୁକୁ ପ୍ରଭୁ ଖୋଲିଦେବେ। God will command that person to be help you. ମାଛକୁ ବି ପରମେଶ୍ୱର ଆଜ୍ଞା ଦେବେ, ଆଉ ମାଛ ଈଶ୍ୱରଙ୍କର ଆଜ୍ଞାକାରୀ ହେବ। ଆଉ ଜୁନସଙ୍କର ସମସ୍ୟାରୁ ଜୁନସ ବାହାରି ପାରିଲେ। ମୋ କହିବାର ଅର୍ଥ ଏହା ଯେ ଆମେ ପାରିବାରିକ ଭାବରେ ହଉ, ବ୍ୟକ୍ତିଗତ ଭାବରେ ହଉ, ଆମେ ଯେତେବେଳେ ଦୁଃଖରେ ଅଛୁ, ସମସ୍ୟାରେ ଅଛୁ, ଆମେ ଭାବୁଛୁ ଆଉ ସାହାଯ୍ୟ ନାହିଁ, ମୁଁ ଗଭୀର ମଧ୍ୟରେ ରହିଯାଇଛି। ଆମେ ଡାକୁ, ପ୍ରାର୍ଥନା କରୁ, ଆର୍ତ୍ତନାଦ କରୁ, ଈଶ୍ୱରଙ୍କର ନିକଟବର୍ତ୍ତୀ ହେଉ। ସେ ପରିସ୍ଥିତିକୁ ବଦଳାଇବା ପରମେଶ୍ୱର ଅଟନ୍ତି। ସେ ସବୁ ସିଚୁଏସନକୁ ବଦଳାଇ ଦେବେ। ଆଉ ଯେଉଁଠାରେ ଆପଣ ଅସମ୍ଭବ ବୋଲି ଭାବୁଛନ୍ତି, ସେଇ ଜାଗାରେ ଈଶ୍ୱର ଆପଣଙ୍କ ପାଇଁ କାମ କରିବେ। ଆପଣ କ'ଣ ସେଇ ପ୍ରଭୁଙ୍କୁ ବିଶ୍ୱାସ କରନ୍ତି କି? ଆପଣ କ'ଣ ସେଇ ଦୁଃଖରେ ଗଲାବେଳେ ଜୁନସଙ୍କ ପରି ପବିତ୍ର ଈଶ୍ୱରଙ୍କୁ ସ୍ମରଣ କରୁଛନ୍ତି କି? ଯଦି କରୁଛନ୍ତି, ଆସୁ ପ୍ରଭୁଙ୍କ ନିକଟବର୍ତ୍ତୀ ହଉ, ମନର କୁହା କୁହା ନିବେଦନ ତାଙ୍କୁ ଜଣାଅ। ଆମେ ଯେତେବେଳେ ଜଣେଇ ଦେବା, ପ୍ରଭୁ କହିବେ, ବେଶ ବେଟା, ମୋ ଉପରେ ତୁମେ ଛାଡ଼ି ଦିଅ, ମୁଁ ତୁମ ପାଇଁ ଚିନ୍ତା କରୁଅଛି। ଆଜି ଯଦି ଆପଣ ସେଇ ପରିସ୍ଥିତିରେ ଅଛନ୍ତି, particularly God is speaking to you, ପ୍ରଭୁ ଆପଣଙ୍କୁ